ଚିତ୍ରୋତ୍ପଳା ନଦୀର ଜଳକୁ କେଉଁ କାର୍ଯ୍ୟରେ ଲଗାଇଲେ ପୁଣ୍ୟ ମିଳେ? ଗୁପ୍ତ ଗଙ୍ଗା ବୋଲି କାହାକୁ କୁହାଯାଏ? ଆଜିର ମାଳିକା ବଚନର ଆଲୋଚନାରେ ଆମେ ଆଲୋଚନା କରିବା ମହାପୁରୁଷ ଅଚ୍ୟୁତଙ୍କର ଯେଉଁ ସାଧନା ସମାଧି ପୀଠ ରହିଛି ନେମାଳ ପଦ୍ମବନ। ସେହି ନେମାଳ ପଦ୍ମବନ ତଳେ ବହି ଯାଇଥିବା ଚିତ୍ରୋତ୍ପଳା ନଦୀ, ସେହି ଚିତ୍ରୋତ୍ପଳା ନଦୀର ମହିମା ବିଷୟରେ ଆଜିର ମାଳିକାରେ ଆଲୋଚନା କରିବା। ଏହି ଚିତ୍ରୋତ୍ପଳା ନଦୀର ପାଣିରେ ଆମେ ସ୍ନାନ କଲେ, ତାର ପାଣିକୁ ଟିକେ ଛିଞ୍ଚି ହୋଇଗଲେ, ତାର ଜଳକୁ ଯଦି ଆମେ ବିଶେଷ କାର୍ଯ୍ୟରେ ବ୍ୟବହାର କରିବା ତାହେଲେ କି ଫଳ ମିଳିବ? ଅଚ୍ୟୁତ କହିଲେ, ସେହି ଚିତ୍ରୋତ୍ପଳା ନଦୀର ଉତ୍ତର ଭାଗରେ ମୁଁ ଜନ୍ମ ହେଲି ତିଳକଣା ନାମକ ଗ୍ରାମରେ। ସେହି ନଦୀ ହ୍ରଦ ମଧ୍ୟରୁ ଚିତ୍ରୋତ୍ପଳା ନଦୀ ହେଉଛି ଅନ୍ୟତମ। ଅଚ୍ୟୁତ ଲେଖିଲେ, ଗଙ୍ଗାରୁ ସହସ୍ରେ ବର୍ଷ ଚିତ୍ରୋତ୍ପଳା ଧାର, ଗରିଷ୍ଠ ଅଟଇ ଏହୁ ଗୁପ୍ତ ତୀର୍ଥ ବୀର। ଗଙ୍ଗାଠାରୁ ବି 1000 ବର୍ଷ ବଡ ଚିତ୍ରୋତ୍ପଳା ନଦୀ। ଆମେ ଯେତେବେଳେ ପୂଜାଟିଏ କରୁଛେ ଆମକୁ ଗଙ୍ଗା ଜଳର ଆବଶ୍ୟକତା ପଡୁଛି। ମୃତ୍ୟୁ ମୁଖରେ ପଡିଥିବା ଲୋକଙ୍କୁ ପାଟିରେ ଆମେ ଶେଷ ସମୟରେ ଗଙ୍ଗା ଜଳ ଟିକେ ଦେଇଥାଉ। ତେଣୁ ସେହି ଗଙ୍ଗାଠାରୁ 1000 ବର୍ଷ ବଡ ହେଉଛି ଚିତ୍ରୋତ୍ପଳା ନଦୀ, ଯେଉଁ ନଦୀ କୂଳରେ ମହାପୁରୁଷ ଅଚ୍ୟୁତ ଜନ୍ମ ସାଧନ ଓ ସମାଧି ପୀଠ। ଯଦି ଘରେ କାହା ମଧ୍ୟରେ କାହାର ପଡୁନି, ମନମାଳିନ୍ୟ ହେଉଛି, ତାହେଲେ ସେହି ଚିତ୍ରୋତ୍ପଳା ନଦୀର ଜଳକୁ ଘରେ ରଖନ୍ତୁ। ପ୍ରତ୍ୟେକ ଦିନ ସେହି ଚିତ୍ରୋତ୍ପଳା ନଦୀର ପାଣି ଘର ସାରା ଛିଞ୍ଚିବା, ଦେଖିବା ଅଶାନ୍ତିମୟ ପରିବେଶ ଦୂର ହୋଇଯିବ। ସେଥିପାଇଁ ଅଚ୍ୟୁତାନନ୍ଦ କହିଲେ, ଏହି ନଦୀ ହେଉଛି ଗଙ୍ଗା ନଦୀଠାରୁ 1000 ବର୍ଷ ବଡ। ସେହି ନଦୀ କୂଳରେ ତିଳକଣା ଗ୍ରାମରେ ମହାପୁରୁଷ ଅଚ୍ୟୁତଙ୍କର ଜନ୍ମ। ମହାମୁନି କପିଳ କହିଥିଲେ, ବିନ୍ଧ୍ୟା ପର୍ବତ ପାଦ ଦେଶରୁ ଚିତ୍ରୋତ୍ପଳା ନଦୀ ବାହାରିଛି। ବ୍ରହ୍ମାଙ୍କ ରଚନାରେ ଚିତ୍ରୋତ୍ପଳା ନଦୀର ବର୍ଣ୍ଣନା ମଧ୍ୟ ରହିଛି। ମହାନଦୀକୁ ବି ଚିତ୍ରୋତ୍ପଳା ନଦୀ ବୋଲି କୁହାଯାଏ। ବ୍ରହ୍ମ ପୁରାଣରେ ଲେଖା ହେଲା, ଯଦି ଆମର ଜନ୍ମ ଜନ୍ମାନ୍ତର ପାପ କିଛି ଥିବ, ସେହି ପାପ ତାପ ନିବାରଣ ହୋଇଯିବ ଚିତ୍ରୋତ୍ପଳା ନଦୀରେ ସ୍ନାନ କରିବା ଦ୍ୱାରା। ଚିତ୍ରୋତ୍ପଳା ନଦୀର ଉତ୍ପତ୍ତି ହେଉଛି ବିନ୍ଧ୍ୟ ପର୍ବତରୁ। ନଦୀଟି ଯାଇ ମିଶି ଯାଇଛି ବଙ୍ଗୋପସାଗରରେ। କଳିଯୁଗର ଗୁପ୍ତ ଗଙ୍ଗା ହେଉଛି ଚିତ୍ରୋତ୍ପଳା ନଦୀ। ଅଚ୍ୟୁତ କହିଲେ, ଯଦି ଆମେ ଚିତ୍ରୋତ୍ପଳା ନଦୀ ଜଳରେ ସ୍ନାନ କରୁଥିବା 7 ଜନ୍ମର ପାପ କ୍ଷୟ ହୋଇଯାଏ। ଚିତ୍ରୋତ୍ପଳା ନଦୀ ହେଉଛି ଗଙ୍ଗା ନଦୀଙ୍କର ବଡ ଭଉଣୀ। ସେଥିପାଇଁ ଆପଣମାନେ ଚିତ୍ରୋତ୍ପଳା ନଦୀ ଜଳକୁ ଘରେ ଆଣି ରଖି ପ୍ରତ୍ୟେକ ଦିନ ଘରେ ଛିଞ୍ଚି ଦିଅନ୍ତୁ। ଦେଖିବେ ଘରୁ ଅଶାନ୍ତି ଦୂର ହୋଇଯିବ। ଏହି କଥା ଆମେ କହୁନାହୁଁ, ମାଳିକାରେ ଲେଖା ଅଛି।